ପିଲାମାନେ ଆଜି ଏକ ସୁନ୍ଦର ବିଷୟ ପଢିବା ହଇଓ ସମୁଦି। ପିଲାମାନେ ଦିପହର ବେଳା ହୋଇଥାଏ। ଦିପହର ବେଳା ମାନେ ଆମର ଯେତେବେଳେ ଖାଇ ଛୁଟି ହଉଛି ସେତେବେଳେ ଦିପହର କୁହାଯାଏ। ହନୁ ବୈଦ, ହନୁ ମାନେ ହନୁ ମାଙ୍କଡ ଖଟରେ କଣ କରୁଛି? ଶୋଇଛି। ସମୁଦି ଗଧିଆଙ୍କ କଥା ତାର ମନେ ପଡିଲା। ସମୁଦି ଘରକୁ ସେ ଭାବିଲା ବହୁତ ଦିନ ହେଲା ଯାଇ ନାହିଁ। ଭାବିଲା ସମୁଦି ଘର ଆଡୁ ବୁଲି ଆସିବ। ସମୁଦି ଘରକୁ ଗଲା। କିଏ ଗଲା? ହନୁ ବୈଦ। ତା ସମୁଦି କିଏ? ଗଧିଆ। ତାହେଲେ ଦ୍ୱାରରେ ଠକ୍ ଠକ୍ କଲା। ଗଧିଆ ଧୀର ସ୍ୱରରେ ହଁ କଲା। ଠକ୍ ଠକ୍ ଶୁଣି ଦ୍ୱାର ଖୋଲିଲା। କିଏ? ଗଧିଆ। ଯାଇଛି କିଏ? ହନୁ। ହନୁ ବୈଦ କଣ କଲା? ତା ମୁହଁ ଦେଖି ପଚାରିଲା, କଣ ହୋଇଛି ସମୁଦି? ତୁମର ମୁହଁ ଶୁଖିଲା ଦିଶୁଛି। ଗଧିଆ କହିଲା, କିଛି ଦିନ ହେଲା ଜ୍ୱର ହେଉଛି। ଜ୍ୱର ହେବାର କାରଣ ବିଷୟରେ ହନୁ ବୈଦ ପଚାରିଲା। ଗଧିଆ କହିଲା, କଣ କହିଲା? କଣ କହିବି ସମୁଦି? ବିଲେଇ ନାନୀର ମିଠା ଦୋକାନକୁ ଯାଇଥିଲି ହେଲା। ସେଠି ମିଠା, ସିଙ୍ଗଡା ଓ ଆଳୁଚପ ଖାଇଲି। ସେଗୁଡାକ ବାସି ଜିନିଷ। ବାସି ଜିନିଷ ମାନେ ପିଲାମାନେ କଣ କହିଲ? କାଲି କିମ୍ବା ପର ଦିନର ଖାଦ୍ୟ ଯଦି ଆଜି ଆମେ ଖାଇବା ତାହେଲେ ସେଇଟାକୁ ବାସି କୁହାଯାଏ। ତେଣୁ ସବୁବେଳେ ତଟକା ପନିପରିବା, ତଟକା ତରକାରୀ ଖାଇବ। ଏବଂ ସେଗୁଡ଼ିକ ଖରାପ ହୋଇଯାଇଥିଲା। ବିଲେଇ ନାନୀର ସରାଗ ଦେଖି ମନା କରିପାରିଲି ନାହିଁ। ବିଲେଇ ନାନୀ ଅତି ସରାଗରେ ତାକୁ ଆଉ ମନା କରିପାରିଲାନି। ଖାଇଦେଲି ସିନା, ଘରକୁ ଫେରିଲା ପରେ ପେଟ ଖରାପ ହୋଇ ଝାଡା ହେଲା। ତା ପରଠୁ ଜ୍ୱର। ସେଥିରେ ଆଗରୁ ଥିବା ଶ୍ୱାସ ରୋଗ ବାହାରି ପଡିଲା। ଭାରି ଧଇଁ ସଇଁ ଲାଗୁଛି। ହନୁ ବୈଦ ଏକଥା ସବୁ ଶୁଣିଲା। ଔଷଧ ଦେଲା। ଆଶ୍ୱାସନା ଦେଇ କହିଲା, ଡରନା, ତୁମର କିଛି ହେବ ନାହିଁ। ହନୁର ଔଷଧରେ ଗଧିଆର ଭାରି ବିଶ୍ୱାସ। ହନୁ ବୈଦ କହିଲା, ସମୁଦି କଥାଟିକୁ ଗଣ୍ଠିରେ ପକାଇ ମନେ ରଖ। କଣ କହିଲା? ଖାଇବା ଦରବ ପଚାସଢା ବାସି, ଭଣ ଭଣ କରି ମାଛିଥିବେ ବସି। ଭୋକରେ ପଛକେ ଜୀବନ ହାରିବ, ସେପରି ଦରବ କେବେ ନ ଖାଇବ। ତାହେଲେ ପିଲାମାନେ ଏଇ ବିଷୟରୁ ଆମେ କଣ ଜାଣିଲେ? ବାସି ଜିନିଷ କେବେ ଖାଇବା ନାହିଁ। ସବୁବେଳେ ତଟକା ଜିନିଷ ଖାଇଲେ ଆମ ଦେହ ସୁସ୍ଥ ରହିବ ଏବଂ ଆମ ଶରୀରରେ କୌଣସି ପ୍ରକାର ରୋଗ ହେବ ନାହିଁ।